ଜଙ୍ଗଲରେ ଗୋଟିଏ ଟିକି ଚଢ଼େଇ ବାସ କରୁଥାଏ। ତା ମା ନଥିବାରୁ ତା ସାବତ ମା ତାକୁ ସବୁଦିନେ କାମ କରାଇଥାଏ। ଗୋଟିଏ ଦିନ ରୋଷେଇ ବିଳମ୍ବ ହେବାରୁ ସାବତ ମା ଆସି କହିଲା, ଶୁଣୁଛୁ ମହାରାଣୀ, ରୋଷେଇ ହେଲା ନା ଖାଲି ବେଲା ବୁଲଉଥିବ? ମା, କରୁଛି ଆଉ ଅଳ୍ପ ଅଛି। କଣ କହିଲୁ ଅଲକ୍ଷଣୀ? ଆହୁରି ଅଳ୍ପ ବାକି ଅଛି। ମୋ ଦୁଇ ଝିଅ ସେପଟେ ଖାଇବେ ଖାଇବେ ହଉଛନ୍ତି, ତୁ ଆହୁରି ବାକି ଅଛି ବୋଲି କହୁଛୁ? ତୁ କଣ ସକାଳୁ ଜଲ୍ଦି ଉଠି ପାରୁନୁ କି ଅଲକ୍ଷଣୀ? ମା, ମୁଁ ତ ଜଲ୍ଦି ଉଠୁଛି, ସବୁଦିନ ସକାଳ 5ଟାରୁ ଉଠୁଛି। କଣ କହିଲୁ ଅଲକ୍ଷଣୀ? ମୋ ମୁହଁରେ ଓଲଟା ଜବାବ ଦଉଛୁ? ତୋ ହିମ୍ମତ ତ କମ ହଉନି। ନିଜକୁ ନିଜେ କଣ ଭାବୁଛୁ କେଜାଣି? ଜଲ୍ଦି ଜଲ୍ଦି ଖାଇବାକୁ ଆଣେ, ଆମେ ସମସ୍ତେ ଜଗିଛୁ। ଟିକି ଚଢ଼େଇ ତା ମା ଆଉ ତା ଭଉଣୀମାନଙ୍କ ପାଇଁ ଖାଇବା ବାଢ଼ିଦେଲା। ଏଇ ନିଅ ମା, ଆପଣଙ୍କ ଖାଇବା। ମା ରାଗିକି ଟିକି ଚଢ଼େଇକୁ କହିଲେ, ସେତେବେଳେ ଠାରୁ ଏବେ ମହାରାଣୀକୁ ଖାଇବାକୁ ଦେବାକୁ ମନେ ପଡ଼ିଲା। ମୁଁ ଭୋକରେ ରହିଲେ ମୋ ଦେହ ଖରାପ ହୋଇଥାଏ। ଏ କଥା ତତେ କଣ ବାରମ୍ବାର କହିବାକୁ ପଡ଼ିବ ନା କଣ? ଆଲୋ ଦିଦି, ଆକୁ ଏତେ କହିଲେ କଣ ହବ ଯେ? ଆ ମୁଣ୍ଡରେ ତ ଖାଲି ଗୋବର ଗାଦି ହେଇଛି। ଆଲୋ ଦେଖ ତା ମୁହଁକୁ ଟିକେ। ନିଜର ତ ରଙ୍ଗ ନାହିଁ, ନିଜକୁ ନିଜ ହିରୋଇନି ବୋଲି ଭାବୁଛି ଝିଅ। ନାଇଁ, ମୁଁ ଭଲ ଦେଖାଯାଉଛି। ମୋ ମା କହୁଥିଲେ ମୁଁ କାଳେ ଆକାଶର ଚାନ୍ଦ ଭଳି ଦେଖାଯାଉଛି। ହଁ ଲୋ, ତୁ ବହୁତ ସୁନ୍ଦର ଦେଖାଯାଉଛୁ, ଯେମିତି ଅମାବାସ୍ୟାର ଚନ୍ଦ୍ର ଭଳି। ଏମିତି କହି ତିନି ଚଢ଼େଇ ହସିବାକୁ ଲାଗିଲେ। ଏହାପରେ ମା ଚଢ଼େଇ କହିଲା, ହାଲୋ, ଏଠି ବସିକି ମୁହଁକୁ କଣଟା ଚାହିଁକି ବସିଛୁ? ଯା, ସେପଟେ କପଡ଼ା ପଡ଼ିଛି, ସେ ସବୁ ଧୋଇବୁ। ଟିକି ଚଢ଼େଇ ସମସ୍ତଙ୍କ କପଡ଼ା ଧରି କୂଅ ପାଖକୁ ଧୋଇବାକୁ ଗଲା। ଟିକି ଚଢ଼େଇ ଖରାରେ କୂଅ ପାଖରେ ଯାଇ କପଡ଼ା ସଫା କରୁଥାଏ। ସେତେବେଳେ ଟିକି ଚଢ଼େଇ କହିଲା, ଓ, କେତେ ଖରା! ଏହି ଗରମକୁ ମୁଁ ସହିପାରୁନି ମା। ଏମିତି ଲାଗୁଛି ମୋ ଦେହ ଜଳି ଯାଉଛି ମା। ମା ନାହିଁ ବୋଲି ଏମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି। ଘରର ସବୁ କାମ ମୁଁ କରୁଛି, ତଥାପି ଏମାନେ ମୋତେ ବହୁତ ଖରାପ କହୁଛନ୍ତି, ବହୁତ ଖରାପ ବ୍ୟବହାର କରୁଛନ୍ତି। ଆଜି ଯଦି ମୋ ମା ବଞ୍ଚିଥାନ୍ତେ। ଏମିତି କହି ଟିକି ଚଢ଼େଇ କାନ୍ଦିବାକୁ ଲାଗିଲା। ଟିକି ଚଢ଼େଇ ତା ମା ଲଗେଇଥିବା ଗଛ ପାଖକୁ ଗଲା। ଏଇ ଗଛଟି ମୋ ମା ତା ହାତରେ ଲଗେଇଥିଲା। ପିଲାଦିନେ ମୁଁ ଏଇ ଗଛ ତଳେ ବହୁତ ଖେଳୁଥିଲି। ସେତେବେଳେ ଆମ୍ବ ପଡୁଥିଲା, ତାକୁ ମୁଁ ଖାଉଥିଲି। ଏବେ ଏମାନେ ମତେ ଗୋଟିଏ ବି ଆମ୍ବ ଖାଇବାକୁ ଦଉନାହାନ୍ତି, ସବୁ ଏମାନେ ଖାଇ ଦଉଛନ୍ତି। ଯେମିତି ଟିକି ଚଢ଼େଇ ଏଇ କଥା କହିଛି, ଆମ୍ବ ଗଛରୁ ଗୋଟିଏ ଆମ୍ବ ତଳେ ପଡ଼ିଲା। ଟିକି ଚଢ଼େଇ କହିଲା, ଆରେ, ଆମ୍ବ ଗଛ କଣ ମୋର ସବୁ କଥା ଶୁଣିଦେଲେ? ଆଲୋ ଅଲକ୍ଷଣୀ, କୁଆଡେ ଗଲୁ? କପଡ଼ା ଧୋଇ ଧୋଇ ତୋ ହାତ ସରିଗଲା ନା କଣ? ଏଠିକି ଜଲ୍ଦି ଆସ, ବହୁତ କାମ ଅଛି। ଟିକି ଚଢ଼େଇ ପୁଣି ଥରେ ବହୁତ ଗୁଡ଼ିଏ କପଡ଼ା ଆଣିଲା। ଟିକି ଚଢ଼େଇ ମନେ ମନେ ଭାବିଲା, ଆରେ, ମୁଁ ତ ଏତେ ଗୁଡ଼ିଏ କପଡ଼ା ଏବେ ସଫା କରିଥିଲି, ପୁଣି ଥରେ ମା ଏତେ ଗୁଡ଼ିଏ କପଡ଼ା ଦେଲେ। ଏ ଭଗବାନ, ମତେ କଣ ଏଠାରୁ ମୁକ୍ତି ମିଳିବ ନାହିଁ? ଏହାପରେ ଆମ୍ବ ଗଛ ତାର ଆଖି ଖୋଲି କହିଲା, ମୁକ୍ତି ଅଛି ଟିକି ଚଢ଼େଇ, ମୁକ୍ତି ଅଛି। ତମେ କିଏ କହୁଛ? ଏଠି ତ ମୋ ପାଖରେ କେହି ବି ନାହାନ୍ତି। ମୁଁ କେମିତି ଜାଣିବି ତମେ କିଏ କହୁଛ? ଆରେ ଟିକି ଚଢ଼େଇ, ମୁଁ ଆମ୍ବ ଗଛ କହୁଛି। ତମେ କଥା କହିପାରୁଛ? ହଁ, କିନ୍ତୁ ସମସ୍ତଙ୍କ ଆଗରେ ନୁହେଁ। ମୁଁ ଦେଖିପାରୁଛି, ତୋର ସବୁ ଦୁଃଖ ଦେଖିପାରୁଛି। ଯଦି ମୁଁ ଚାହିଁଲେ ତୋର ସବୁ ଦୁଃଖକୁ ଦୂର କରିଦେବି। ତମେ ସତ କହୁଛ? ହଁ ଟିକି ଚଢ଼େଇ, ତୋ ପାଖରେ ଯାହା ସବୁ କପଡ଼ା ଅଛି ତୁ ଆଣିକି ମୋ ପାଖରେ ରଖିଦେ, ତାପରେ ଦେଖିବୁ। ଟିକି ଚଢ଼େଇ କପଡ଼ା ଗୁଡ଼ିକୁ ଗଛ ତଳେ ରଖିଦେଲା। ଆରେ, ଏସବୁ କେମିତି ହେଲା? ତମେ କଣ ଗୋଟିଏ ଯାଦୁର ଆମ୍ବ ଗଛ? ହଁ ଟିକି ଚଢ଼େଇ, ମୁଁ ଗୋଟିଏ ଯାଦୁର ଆମ୍ବ ଗଛ। ମୁଁ ତତେ ସବୁଦିନ ସାହାଯ୍ୟ କରିବି। ତୋ ପାଖରେ ଯାହା ବି କାର୍ଯ୍ୟ ଅଛି ତୁ ମୋ ପାଖକୁ ଆଣି ନେବୁ। ମୁଁ ତତେ ସେଥିରେ ସବୁ କିଛି ସାହାଯ୍ୟ କରିବି, ଠିକ ଅଛି? ହଉ ଠିକ ଅଛି, ମୁଁ ଏମିତି ହିଁ କରିବି। ଟିକି ଚଢ଼େଇ ସଫା ହୋଇଯାଇଥିବା କପଡ଼ାକୁ ତା ମା ପାଖକୁ ନେଲା। କପଡ଼ା ସବୁ ଧୋଇଦେଲି ମା। କଣ, ଏତେ ଜଲ୍ଦି? ଭଲରେ ଧୋଇଛୁ ନା ନାଇଁ? ମା, ମୁଁ ଭଲରେ ହିଁ ଧୋଇଛି ମା। ହଉ ଠିକ ଅଛି। ଏବେ ଯାହା ସବୁ ଏଠି ଚିରା କପଡ଼ା ଅଛି ଏସବୁ ନେଇକି ସିଲେଇକି ଆଣେ। ଟିକି ଚଢ଼େଇ ସେଇ ସବୁ କପଡ଼ାକୁ ନେଇ ସେଇ ଗଛ ପାଖରେ ରଖିଦେଲା। ଯାଦୁର ଆମ୍ବ ଗଛ, ଏ ଯାଦୁର ଆମ୍ବ ଗଛ, ତମେ ମତେ ହିଁ ଚିରା କପଡ଼ା ଗୁଡ଼ିକ ସିଲେଇକି ଦେଇପାରିବ? ହଁ ଟିକି ଚଢ଼େଇ, ଗୋଟେ କାମ କର, ମୋ ପାଖରେ ସବୁ କିଛି ରଖିଦେ, ମୁଁ ତୋର ସବୁ କିଛି ଠିକ କରିଦେବି।
ଏହାପରେ ଯାଦୁର ଆମ୍ବ ଗଛ ସେହି କପଡ଼ା ଗୁଡ଼ିକୁ ଭଲ ଭାବରେ ଠିକ୍ କରିଦେଲା। ଧନ୍ୟବାଦ ଆମ୍ବ ଗଛ, ତମେ ବିଲକୁଲ ମୋ ମା ଭଳିକି। ଟିକି ଚଢ଼େଇ ଏହିସବୁ କପଡ଼ାକୁ ଘରକୁ ନେଲା ଆଉ ମାଆକୁ କହିଲା, ମା ଏସବୁ କପଡ଼ା ସିଲେଇ ଦେଲି ମା। କଣ ଏତେ ଜଲ୍ଦି? ମା ବୋଧେ ଇଏ ଭଲରେ କାମ କରୁନି। ରୁହ ମା, ମୁଁ ଦେଖୁଛି ସେ ସବୁ କଣ କଣ କରିଛି। ତାର ମଝିଆ ଝିଅ ସବୁ କପଡ଼ା ଠିକ୍ ଠାକ୍ ଦେଖି କିଛି କହିପାରିଲା ନାହିଁ। ହଉ ହଉ ଠିକ ଅଛି, ଯା ସେଇ ଘରେ ପରିବା ଅଛି, ଯାଇକି କାଟି ନେବୁ। ଟିକି ଚଢ଼େଇ ଆଗ ଭଳି ପୁଣି ଥରେ ଆମ୍ବ ଗଛ ପାଖକୁ ଗଲା। ମା ଏତେ ଜଲ୍ଦି ଏସବୁ କାମ କେମିତି ସରିଗଲା ମା? ହଁ ମୁଁ ବି ବୁଝିପାରୁନି ସେତେବେଳୁ, ଭାବୁଛି କି ଇଏ ଏତେ ଜଲ୍ଦି କେମିତି ସବୁ କାମ କରିନେଉଛି। ମା ମତେ ଲାଗୁଛି ଇଏ ଗୋଟେ କିଛି ଗଡ଼ବଡ଼ କରୁଛି, ଆମେ ଦେଖିବା ଦରକାର। ମତେ ବି ଏମିତି କିଛି ଲାଗୁଛି, ଚାଲ ତାକୁ ଦେଖିବା ସେ କଣ କରୁଛି। ତିନୋଟି ଚଢ଼େଇ ଟିକି ଚଢ଼େଇକୁ ଦେଖିବାକୁ ଯାଆନ୍ତି। ସେଠାରେ ଟିକି ଚଢ଼େଇ ଆମ୍ବ ଗଛ ପାଖରେ ବସିଥାଏ। ଟିକି ଚଢ଼େଇ ଆମ୍ବ ଗଛକୁ କହୁଥାଏ, ଯାଦୁର ଗଛ, ଏ ଯାଦୁର ଗଛ, ଏଇ ସବୁ କଂସା ପ୍ଲେଟକୁ ସଫା କରିଦିଅ। ଏହାପରେ ଟିକି ଚଢ଼େଇର କଥା ଶୁଣି ଯାଦୁର ଆମ୍ବ ଗଛ ତାର ସବୁ କିଛି କାମ କରିଦିଏ। ସବୁ ଦୃଶ୍ୟ ମା ଚଢ଼େଇ ଆଉ ତାର ଦୁଇଟି ଛୁଆ ଦେଖୁଥାନ୍ତି। ଏହାପରେ ଚଢ଼େଇ ଛୁଆ କହିଲା, ମା ଦେଖିଲ ଇଏ ଏଠି କଣ କରୁଛି? ହଁ ମୁଁ ଦେଖିଲି, ଏବେ ଧରା ପଡ଼ିଲା ଇଏ ଏତେ ଜଲ୍ଦି କେମିତି କାମ ସାରି ଦଉଛି। ଚାଲ ତା ପାଖକୁ ଯାଇ ବୁଝିବା ତା କଥା। ତିନୋଟି ଚଢ଼େଇ ଚଢ଼େଇ ପାଖକୁ ଗଲେ। ସେଠାରେ ଚଢ଼େଇକୁ କହିଲେ, ଆରେ ଦୂରରୁ ସବୁ କିଛି ଆମେ ଦେଖି ସାରିଛୁ, ତୁ ଏଠି ବସି କଳା ଯାଦୁ କରୁଛୁ। ତୋ ମା ଏହି ଗଛକୁ ଲଗେଇଥିଲା ନା? ରହ ମୁଁ ଏହି ଗଛକୁ ଏବେ ହିଁ କାଟିଦେବି। ନାଇଁ ମା, ନାଇଁ ଏ ଗଛକୁ କିଛି କରନି ମା, ମୁଁ ତମ ଗୋଡ଼ ତଳେ ପଡୁଛି ମା, ଏ ଗଛକୁ କିଛି ମଧ୍ୟ କରନି ମା, ମୁଁ ତମ ଗୋଡ଼ ତଳେ ପଡୁଛି। ମା ତମେ ଯାହା କହିବ ମୁଁ ତାହା କରିବି, କିନ୍ତୁ ଏ ଗଛକୁ କାଟନି ମା, ଗଛକୁ କାଟନି। କିଛି ସମୟ ପରେ କାଳୁ କାଉ ଆସି ସେ ଗଛକୁ କାଟିଦେଲା। ଯେତେବେଳେ ଗଛଟି କଟିଗଲା, ସେତେବେଳେ ତିନୋଟି ଚଢ଼େଇର ରଙ୍ଗ ବଦଳିଗଲା। ସମସ୍ତେ କଳା ରଙ୍ଗର ହୋଇଗଲେ। ସମସ୍ତେ ନିଜ ରଙ୍ଗ କଳା ହେବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ବହୁତ ଡରିଗଲେ। କି ଚଢ଼େଇ ଗୋଟିଏ ସୁନ୍ଦର ଚଢ଼େଇରେ ପରିଣତ ହୋଇଗଲା। ଏହାପରେ ସେମାନେ ଟିକି ଚଢ଼େଇକୁ ଦେଖିଲେ, କାନ୍ଦିବାକୁ ଲାଗିଲେ। ସେମାନେ ସେହି ଗଛକୁ କାଟିଥିବାରୁ ସେମାନଙ୍କୁ ବହୁତ କଷ୍ଟ ମିଳିଲା। ଏହାପରେ ଟିକି ଚଢ଼େଇ କହିଲା, ବହୁତ ବଢିଆ ହେଇଛି, ତମେ ମାନେ ଯେମିତି କରିବ ସେମିତି ହିଁ କର୍ମ ପାଇବ। ତମେ ଯାହା କରିଛ ତାହା ହିଁ ଫଳ ମିଳିଛି। ବହୁତ ବଢିଆ। ଗୋଟିଏ ଗ୍ରାମ ଥାଏ, ସେହି ଗ୍ରାମର ନାମ ମଧୁପୁର। ସେହି ଗ୍ରାମରେ ବଣ୍ଟି ପାରା ଗୁପଚୁପ ବେପାର କରୁଥାଏ। ସେଠାରେ ଗୁପଚୁପ ବେପାର କରି ସେ ତାର ପେଟ ପୋଷୁଥାଏ। ଗୁପଚୁପ ନିଅ, ଗୁପଚୁପ ନିଅ, ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଗୁପଚୁପ ନିଅ। ଗୋଟିଏ ଥର ଖାଇଲେ ମନ ଭାଙ୍ଗିବ ନାହିଁ, ଆଉ ଗୋଟିଏ ଥର ନିଶ୍ଚୟ ଖାଇବ। ଗୋଟେ ଗୁପଚୁପ 5 ଟଙ୍କା, ଗୋଟେ ଗୁପଚୁପ 5 ଟଙ୍କା। ଗୁପଚୁପ ନିଅ, ଗୁପଚୁପ ନିଅ। ପ୍ରତିଦିନ ବଣ୍ଟିପାରା ପାଖକୁ କାଳୁ କାଉ ଆସି ଗୁପଚୁପ ଖାଇଥାଏ। କିଛି ଦିନ ପରେ କାଳୁ କାଉ ବଣ୍ଟିପାରାକୁ ପଇସା ଦେଇଥାଏ। ଏହା ଯୋଗୁଁ ବଣ୍ଟିପାରାର ପୁରା ଭରସା କାଳୁ କାଉ ଉପରେ। କାଳୁ କାଉକୁ ବଣ୍ଟିପାରା 10ଟି ଗୁପଚୁପ ଦିଏ। 10ଟି ଗୁପଚୁପ ଖାଇ କାଳୁ କାଉ ବହୁତ ଖୁସି ହୋଇଯାଏ। ଏହାପରେ ବଣ୍ଟିପାରାକୁ ପଇସା ନ ଦେଇ କାଳୁ କାଉ ସେଠାରୁ ଚାଲିଯାଏ। ଏହାପରେ ରିନୁ ଚଢ଼େଇ ଗୁପଚୁପ ଖାଇବାକୁ ବଣ୍ଟିପାରା ପାଖକୁ ଆସେ। ସେ ବଣ୍ଟିପାରାକୁ କିଛି ଗୁପଚୁପ ମାଗେ। ବଣ୍ଟିପାରା ରିନୁ ଚଢ଼େଇକୁ କିଛି ଗୁପଚୁପ ଖାଇବାକୁ ଦିଏ। ରିନୁ ଚଢ଼େଇ ସେଠାରେ ଗୁପଚୁପ ଖାଇବାକୁ ଲାଗେ। ରିନୁ ଚଢ଼େଇକୁ ଗୁପଚୁପ ବହୁତ ଭଲ ଲାଗିଲା। ସେ ବଣ୍ଟିପାରାକୁ ତାର ପଇସା ପଚାରିଲା। ଆରେ ବଣ୍ଟି ଭାଇ, ତୁମର କେତେ ଟଙ୍କା ହେଲା ମତେ କୁହ, ମୁଁ ତୁମର ପଇସା ଦେଇ ଏଠାରୁ ଚାଲିଯିବି। ଆରେ ରିନୁ ଚଢ଼େଇ,
ତୋର 25 ଟଙ୍କା ହେଲା, ତୁ ମତେ 25 ଟଙ୍କା ଦେ। ଏହାପରେ ରିନୁ ଚଢ଼େଇ ବଣ୍ଟି ପାରାକୁ ତାର 25 ଟଙ୍କା ଦେଇ ତାର ଘରକୁ ଚାଲିଲା। ବଣ୍ଟି ପାରାର ଗୁପଚୁପ୍ ଦୋକାନକୁ ଏମିତି ପ୍ରତ୍ୟେକ ଦିନ ଚଢ଼େଇମାନେ ଗୁପଚୁପ୍ ଖାଇବାକୁ ଆସନ୍ତି। ପ୍ରତ୍ୟେକ ଚଢ଼େଇ ମନୋଆନନ୍ଦରେ ଗୁପଚୁପ୍ ଖାଇଯାଆନ୍ତି। କିନ୍ତୁ 2 ମାସ ହେଲା କାଳୁ କାଉ ଗୁପଚୁପ୍ ଖାଇଛି, ସେହି ପଇସା ଏଇ ପର୍ଯ୍ୟନ୍ତ ଦେଇନାହିଁ। ବଣ୍ଟି ପାରାର ମନ ଦୁଃଖ ହେଲା। ତା ପାଖରେ ପଇସା ନଥିବାରୁ ବଣ୍ଟି ପାରା କାଳୁ କାଉର ଘରକୁ ଗଲା। ବଣ୍ଟି ପାରା କାଳୁ କାଉର ଘର ଆଡ଼କୁ ଉଡ଼ିବାକୁ ଲାଗିଲା। କିଛି ସମୟ ପରେ ସେ କାଳୁ କାଉର ଘର ପାଖରେ ପହଞ୍ଚିଗଲା। ବଣ୍ଟି ପାରା ଯେତେବେଳେ କାଳୁ କାଉର ଘର ଭିତରକୁ ଗଲା, ଘରେ କୌଣସି ମଧ୍ୟ ସାମାନ ନଥିଲା। ସେ ଦେଖିଲା କି କାଳୁ କାଉ ତାର ସମସ୍ତ ସାମାନ ଧରି ଏହି ଘର ଛାଡ଼ି ଚାଲିଯାଇଛି। ଏହା ଦେଖି ବଣ୍ଟି ପାରା ବହୁତ ମନ ଦୁଃଖ କଲା।